ସାଧାରଣତନ୍ତ୍ର ଦିବସ ବା ଜାନୁଆରୀ 26 ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ। ବରେଣ୍ୟ ସଭାପତି ମହୋଦୟ, ସମ୍ମାନନୀୟ ପ୍ରଧାନ ଆଚାର୍ଯ୍ୟ, ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ଉପସ୍ଥିତ ସଜ୍ଜନ ମଣ୍ଡଳୀ, ଆପଣମାନେ ମୋର ଭକ୍ତିପୂତ ପ୍ରଣାମ ଘେନିବେ। ଏଠାରେ ମୋ ସାଥେ ଉପସ୍ଥିତ ମୋର ଛୋଟ ବଡ଼ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଆଜିର ଏହି ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମୋର ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ମୋର ଏହି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଭାରତ ଜନନୀର ଶ୍ରୀ ଚରଣରେ ମଥାନତ କରିବା ସହ ମୋର ଏହି ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବାକୁ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ମୁଁ ଅନାବିଳ ଭକ୍ତି ସୁମନ ଅର୍ପଣ କରୁଅଛି। ଏଥିସହିତ ଆଜି ପରି ଏହି ଦିନରେ ଆପଣମାନଙ୍କୁ କିଛି କହିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏ ଦିନଟିକୁ ସମଗ୍ର ଦେଶରେ ସମସ୍ତେ ଖୁବ୍ ଆଡମ୍ବର ସହକାରେ ପାଳନ କରନ୍ତି, କାରଣ 1950 ମସିହାର ଠିକ୍ ଆଜିର ଏହି ଦିନରେ ଆମରି ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେବାର ଗୌରବ ହାସଲ କରିଥିଲା। ଏଣୁ ଏହି ଗୌରବମୟ ମୁହୂର୍ତ୍ତଟିକୁ ସ୍ମରଣୀୟ କରି ରଖିବାକୁ ଆଜିର ଏହି ଉତ୍ସବର ଆୟୋଜନ କରାଯାଇଥାଏ। ଅନ୍ୟ ଅର୍ଥରେ ଦେଖିବାକୁ ଗଲେ ଆଜିର ଏହି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ ଅଟେ। ଯଦିଓ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା, ତଥାପି ଦେଶ ପାଇଁ ଶାସନ ଖସଡ଼ା ପ୍ରସ୍ତୁତ ହୋଇ ନଥିଲା। ଏଣୁ ଡକ୍ଟର B.R. ଆମ୍ବେଦକରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ତାଙ୍କ ହାତରେ ଏ ଦେଶ ପାଇଁ ସମ୍ବିଧାନ ପ୍ରସ୍ତୁତ କରିବାର ଦାୟିତ୍ୱ ନ୍ୟସ୍ତ କରାଗଲା। ପରିଶେଷରେ ଏହି କମିଟି ଭାରତକୁ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଗଢ଼ି ତୋଳିବା ନିମନ୍ତେ ଏକ ସମ୍ବିଧାନ ପ୍ରସ୍ତୁତ କରିଥିଲେ, ଯାହାକି 1949 ମସିହା ନଭେମ୍ବର 26 ତାରିଖରେ ଦେଶ ଦ୍ୱାରା ଗୃହୀତ ହେଲା। 1950 ଜାନୁଆରୀ 26 ତାରିଖ ଦିନଠାରୁ କାର୍ଯ୍ୟକାରୀ ହେଲା। ଏହି ଦିନଠାରୁ ଜାନୁଆରୀ ମାସ 26 ତାରିଖକୁ ଆମ ଦେଶରେ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ରୂପେ ଧୁମଧାମରେ ପାଳନ କରାଯାଇଥାଏ। ଭାରତ ସମଗ୍ର ପୃଥିବୀରେ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ସମ୍ବିଧାନ ଆମ ପାଇଁ ଏକ ବିଶେଷ ମହତ୍ତ୍ୱ ରଖେ। ଏଣୁ ଏ ଦିନରେ ଜନସଚେତନତା ସୃଷ୍ଟି କରିବା ଆଜି ଦିନର ଏକ ଅସଲ ଆଭିମୁଖ୍ୟ ଅଟେ। ଆମେ ସମସ୍ତେ ଜାଣୁ ଆଜିର ଦିନର ମୁଖ୍ୟ ଉତ୍ସବ ପାଳିତ ହୁଏ ଆମ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀଠାରେ, ଯେଉଁଦିନ ସମଗ୍ର ଦିଲ୍ଲୀ ନଗରୀ ସଜ୍ଜିତ ହୁଏ ଏକ ନବବଧୂର ବେଶରେ। ପ୍ରଧାନମନ୍ତ୍ରୀ ଦେଶର ଜାତୀୟ ପତାକା ଉତ୍ତୋଳନ ପରେ ଜାତି ଉଦ୍ଦେଶ୍ୟରେ ପ୍ରଦାନ କରନ୍ତି ଏକ ଭାବଗର୍ଭକ ଅଭିଭାଷଣ। ଦେଶ ବିଦେଶରୁ ଛୁଟି ଆସନ୍ତି ଅଗଣିତ ଲୋକ ଏହି ମହାନ ଉତ୍ସବଟିକୁ ମନ କରି ଉପଭୋଗ କରିବାକୁ। କେବଳ ଦିଲ୍ଲୀ ନଗରୀ ନୁହେଁ, ନଗରଠୁ ସହର ଯାଏ, ସହରଠୁ ପଲ୍ଲୀ ଯାଏ ସବୁଠି ପାଳିତ ହୁଏ ଏ ମହୋତ୍ସବ। ସବୁଠି ଖେଳିଯାଏ ଏକ ଆନନ୍ଦ ଓ ଉନ୍ମାଦନାର ଲହରୀ। କିନ୍ତୁ ଦେଶପ୍ରେମୀ ବହୁ ଜନନାୟକ ମନରେ ଆଜି ବି ଉଙ୍କି ମାରେ ପ୍ରଶ୍ନଟିଏ, ସତରେ ଆମେ କ'ଣ ସ୍ୱାଧୀନ? ମନରେ ସନ୍ଦେହ ଜାତ ହୁଏ। ହଜାର ହଜାର ଲୋକଙ୍କ ଆତ୍ମ ବଳିଦାନର ଫଳ ଆଜିର ଏ ସ୍ୱାଧୀନତା। ତାଙ୍କ ପାଇଁ ଆମେ ଏବେ ଏକ ସ୍ୱାଧୀନ ଗଣତନ୍ତ୍ର ରାଷ୍ଟ୍ରର ନାଗରିକ। ଏବେ ଆମ ହାତେ ଆମ ଶାସନର ଡୋରି। ଆମେ ହିଁ ଆମର ଭାଗ୍ୟ ବିଧାତା। ତଥାପି ଆମେ ଏ ଦେଶର ଅଗଣିତ ଦେଶ ନାୟକଙ୍କ ସ୍ୱପ୍ନକୁ ପୂରା କରି ପାରିନୁ। ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟ ଆଜି ବି ଦୂରରେ, ଆମଠାରୁ ବହୁ ଦୂରରେ। ଯେଉଁ ଦେଶରେ ବାସ କରନ୍ତି ସମଗ୍ର ବିଶ୍ୱର 1/3 ଲୋକ, ସେହି ଦେଶର 1/3 ଜନତା ଆଜି ବି ଦାରିଦ୍ର୍ୟ ନିପୀଡ଼ିତ। ଆଜି ବି ନିସ୍ତାର ମିଳିନି ଦୁର୍ନୀତି ଓ କୁସଂସ୍କାର ଭଳି ରାକ୍ଷସମାନଙ୍କ କବଳରୁ। ଆଜି ବି ଏକ ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଏକ ଉନ୍ନତ ଶିକ୍ଷା ବ୍ୟବସ୍ଥା ବହୁ ଲୋକଙ୍କ ନିକଟରେ ଅପହଞ୍ଚ। ଆସନ୍ତୁ ଆମେ ସମସ୍ତେ ଆଜିର ଏହି ଶୁଭ ମୁହୂର୍ତ୍ତରେ ଶପଥ ନେବା କି ଦେଶର ସାମୂହିକ ସ୍ୱାର୍ଥ ସମ୍ମୁଖରେ ବ୍ୟକ୍ତିଗତ ସ୍ୱାର୍ଥକୁ କେବେ ହେଲେ ପ୍ରଶ୍ରୟ ଦେବା ନାହିଁ। ବହୁ କଷ୍ଟଲବ୍ଧ ସ୍ୱାଧୀନତାର ସଦୁପଯୋଗ କରି ଦେଶକୁ ବିଶ୍ୱ ଦରବାରରେ
ଏକ ଉଚ୍ଚ ଆସନରେ ପ୍ରତିଷ୍ଠିତ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା। ଏମିତି ଏକ ଆଶା ଓ ବିଶ୍ୱାସ ସହ ମୁଁ ମୋର ବକ୍ତବ୍ୟକୁ ଏଇଠି ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ଭାଷଣଟି ପସନ୍ଦ ଆସିଥିଲେ ଲାଇକ୍ କରିବେ ଆଉ କମେଣ୍ଟରେ